ଭାରତର ଆମେ ପ୍ରଥମ ବ୍ୟକ୍ତିଙ୍କ ନାଁ ଦେଖିବା। ଯେମିତି ଆମ ଭାରତର ଫାଷ୍ଟ ପ୍ରେସିଡେଣ୍ଟ ମାନେ ପ୍ରଥମ ରାଷ୍ଟ୍ରପତି ହେଲେ ଆମର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଡକ୍ଟର ରାଜେନ୍ଦ୍ର ପ୍ରସାଦ ହେଲେ ଆମ ଭାରତର ପ୍ରଥମ ପ୍ରେସିଡେଣ୍ଟ। ସେମିତି ଆମ ଭାରତର ପ୍ରଥମ ପ୍ରାଇମ ମିନିଷ୍ଟର ମାନେ ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଆମର ଜବାହରଲାଲ ନେହେରୁ। କିଏ? ଜବାହରଲାଲ ନେହେରୁ। ସେମିତି ଆମ ଭାରତର ପ୍ରଥମ ଭାଇସ୍ ପ୍ରେସିଡେଣ୍ଟ ହେଲେ ଆମର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ହେଲେ ଆମ ଭାରତର ପ୍ରଥମ ଉପରାଷ୍ଟ୍ରପତି। ସେମିତି ଆମ ଭାରତର ପ୍ରଥମ ହୋମ୍ ମିନିଷ୍ଟର ହେଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହେଲେ ଆମ ଭାରତର ପ୍ରଥମ ଗୃହମନ୍ତ୍ରୀ। ସେମିତି ଆମ ଭାରତର ପ୍ରଥମ ଫିମେଲ୍ ପ୍ରେସିଡେଣ୍ଟ ହେଲେ ଆମର ପ୍ରତିଭା ପାଟିଲ। ପ୍ରତିଭା ପାଟିଲ ହେଲେ ଆମ ଭାରତର ପ୍ରଥମ ଫିମେଲ୍ ପ୍ରେସିଡେଣ୍ଟ। ସେମିତି ଆମ ଭାରତର ପ୍ରଥମ ଫିମେଲ୍ ପ୍ରାଇମ୍ ମିନିଷ୍ଟର ହେଲେ ଇନ୍ଦିରା ଗାନ୍ଧୀ। ଇନ୍ଦିରା ଗାନ୍ଧୀ ହେଲେ ଆମ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ବୁଝିହେଲା? ସେମିତି ଆମ ଭାରତର ଫାଷ୍ଟ ଫିମେଲ୍ ଯିଏକି ଆମର ଗଭର୍ଣ୍ଣର ହେଇଥିଲେ ସେ ହେଲେ ଆମର ସରୋଜିନୀ ନାଇଡୁ। ସେ ଆମର ଉତ୍ତରପ୍ରଦେଶର ଗଭର୍ଣ୍ଣର ହେଇଥିଲେ। ସେମିତି ଆମ ଭାରତର ପ୍ରଥମ ଓମେନ୍ IPS ଅଫିସର ହେଲେ ଆମର କିରଣ ବେଦୀ। କିଏ? କିରଣ ବେଦୀ। ଏହା ଇମ୍ପୋର୍ଟାଣ୍ଟ ପରୀକ୍ଷାରେ କ୍ୱେଶ୍ଚନ୍ ଆସେ ଯେ ଭାରତର ପ୍ରଥମ ଓମେନ୍ IPS ଅଫିସର କିଏ? କିରଣ ବେଦୀ। ସେମିତି ଆମ ଭାରତର ପ୍ରଥମ ଓମେନ୍ IAS ଅଫିସର ହେଲେ ଅନା ରାଜମ ମଲ୍ହୋତ୍ରା। କିଏ? ଅନା ରାଜମ ମଲ୍ହୋତ୍ରା। ସେମିତି ଭାରତର ପ୍ରଥମ ଫିମେଲ୍ ଯିଏକି ଆମର ଲୋକସଭାର ସ୍ପିକର ହେଇଥିଲେ ସିଏ ହେଲେ ଆମର ମୀରାଇ କୁମାର। କିଏ? ମୀରାଇ କୁମାର। ସେମିତି ଆମ ଭାରତର ପ୍ରଥମ ଚିଫ୍ ଇଲେକ୍ସନ୍ କମିଶନର ହେଲେ ଆମର ସୁକୁମାର ସେନ। କିଏ? ସୁକୁମାର ସେନ। ଏହା ଇମ୍ପୋର୍ଟାଣ୍ଟ ପରୀକ୍ଷାରେ କ୍ୱେଶ୍ଚନ୍ ଆସେ ଭାରତର ପ୍ରଥମ ଇଲେକ୍ସନ୍ କମିଶନର କିଏ ଥିଲେ? ସୁକୁମାର ସେନ ଥିଲେ। ବୁଝିହେଲା? ଏଇଗୁଡ଼ା ହେଲା ଆମ ଭାରତର ପ୍ରଥମ ବ୍ୟକ୍ତି।